ଆପଣ ଚପଲ ଫିଙ୍ଗିବେ? କିଏ ଫୋପାଡେ? ଆପଣ ଫିଙ୍ଗିଛନ୍ତି କହିଲେ ଆପଣ ଚପଲ ଫିଙ୍ଗିଛନ୍ତି। କିଏ ବୋଲି କହିଲା? କିଏ ରେକର୍ଡିଂ ଅଛି ନା ଫୋପଡ଼ା ହେଇଛି ମୁଁ ଜାଣିଛି, ଆମେ ଦେଖିଛୁ କିନ୍ତୁ ମୁଁ ଫୋପାଡ଼ିନି। କିଏ ହେଡଫୋନ୍ ଟିକେ ଫୋପାଡ଼ି ଦେଲା, କିଏ ଡଷ୍ଟବିନ୍ ଉଠେଇ ଫୋପାଡ଼ି ଦେଲା, କିଏ ଚପଲଟା ଫୋପାଡ଼ି ଦେଲା, ଏଇଆ ହେଇଛି। କିଏ ଚପଲ ଫିଙ୍ଗିଲେ ଆପଣ? କିଏ ମୁଁ କହିପାରିବି, ମୁଁ ସେତେବେଳେ ଅନୁମାନ କରୁଛି। ଯେତେବେଳେ ଡାଲି କଥା ଆସିଲା, ଏ ଡାଲି ଯେତେବେଳେ କଥା ଆସିଲା, ଡାଲି ଆଧାର କରିକି ଏ କଥାକୁ ସେ ସବୁ ସଦସ୍ୟ ମାନେ ଡାଲି ନେଇକରି ଯାଇଥିଲେ ଏବଂ ସଦସ୍ୟ ମଧ୍ୟ ସେମାନେ ବାଚସ୍ପତିଙ୍କୁ ଉପହାର ଦେଇଥିଲେ ଏବଂ ତାକୁ ଆଧାର କରିକି ଏବେ ଯାହା ଆମେ ଶୁଣିଲୁ ଯେ ମତେ ମଧ୍ୟ ସେମାନେ ସସ୍ପେଣ୍ଡ କରିଛନ୍ତି। ଯାହା ଆପଣ ମାନେ ଦେଖିଛନ୍ତି ସେଇଟା ଫୋପାଡ଼ିଲୁ, ଆଉ କଣ ସେଥିରେ କଣ କହିବାର ଅଛି? ଗଣତାନ୍ତ୍ରିକ ଉପାୟରେ ଆଉ ବିଧାନସଭା ଚଳୁନାହିଁ, ତ ନିଶ୍ଚିତ ଭାବରେ ଆମେ ପ୍ରତିବାଦ ମଧ୍ୟ କରିଛୁ ଏବଂ ପୋଡିୟମ ତଳକୁ ଯାଇକି ପ୍ରତିବାଦ କଲୁ ଏବଂ ଡାଲି କଥାକୁ ନେଇକି ଯୋଉ ଆଜି ମତେ ଆଉ ମାନ୍ୟବର ଚିଫ ହୁଇପ୍ ମୋହନ ମାଝୀଙ୍କୁ ସସ୍ପେଣ୍ଡ କରାହେଇଛି, ନିଶ୍ଚିତ ଭାବରେ ଏଇଟା ଗଣତନ୍ତ୍ର ଇତିହାସରେ ଗୋଟେ କଳା ଦିନ।